ଦରବାରକୁ ଆସି ଆଜ୍ଞା ବସେଇ ଦେଲା ସଭା ପୁରୋଧା ସଚିବ ସେନାପତି ବିଜ୍ଞ ପ୍ରାନ୍ତୀୟ ପରିଷଦ ସଭା ପରିଷଦକୁ ଡାକିଲା ରାଜା ଉତ୍ତର ଦେଲା ଏ ପାରିଷଦ ବର୍ଗେ ମୋ କନ୍ୟା ରୁକ୍ମିଣୀ ଯୌବନ ସମ୍ଭବା ଆଜି ଯାଏ ଝିଅ ରୁକ୍ମିଣୀ ବାହା ହେଇପାରିଲାନି ଯୋଗ୍ୟ ବରଟିଏ ପାଇଲେନି ଆପଣ ମାନଙ୍କ ଭିତରୁ ଯଦି କିଏ ମୋ ଝିଅ ପାଇଁ ଯୋଗ୍ୟ ବର ପାଇଥିଲେ ତା ନାଁ ଡାକନ୍ତୁ ରୁକ୍ମିଣୀ ବାହାଘର କରିଦେବି କିନ୍ତୁ ଯଦି ଜଣେ କହିଲା ବେଳେ ଆଜ୍ଞା ଅନ୍ୟ କାହାର ମନ ନ ମାନି ଜଣିଏ ଠିଆ ହେଇକି ନାଇଁ କରିବ ନହେଲେ ବିଧାନସଭାରେ ଏମଏଲଏ ମଧ୍ୟ ଯୋଉ ଚୌକି ଫୋକଡ଼ା ଫୋକଡ଼ି ହଉଛନ୍ତି ତା ଭଳିଆ ହବନି ମନକୁ ନ ପାଇଲେ ଜଣେ ମନା କରିବେ ଜଣିଏ ହାତ ଟିପିଲେ ମଣିମା ମୁଁ ଗୋଟା ପ୍ରସ୍ତାବ କରି ମଣିମା କହ ଆମ ସେମାନଙ୍କୁ ଇନ୍ଦ୍ରଙ୍କ ସହିତ ବାହା ଦେଇଦେବା ପଡ଼ିବ ତା ସାଙ୍ଗରେ ଇନ୍ଦ୍ର ଦେବତାଙ୍କ ସାଙ୍ଗରେ ପଡ଼ିବା ଓ ଦେବରାଜ ଇନ୍ଦ୍ର ସାଙ୍ଗରେ ରୁକ୍ମିଣୀ ଦେବ ବାହା ଆଜ୍ଞା ଆଉ ଜଣେ ଦିଆଇ କହିଲା ନାଇଁ ମରୁନା ହବ ଏ କାହିଁକି ହବ ନାହିଁ ତାଙ୍କର ବିଶେଷ କଣ ଏହାର କାରଣ ଓଲା ଗୁରୁପତ୍ନୀ ମାକୁ ସେ କରିଛି ଜଣେ ଠିଆ ହେଇଗଲେ ମହିଳା ରୁକ୍ମିଣୀ ବାହା ହବନି ଇନ୍ଦ୍ର ଏଡେ ବଡ ମୂର୍ଖ ଦେବତାଙ୍କର ରାଜା ହେଲେ କଣ ଇଆ ଦେଇ ମା ନିଆ ଦୋଷ ଇଏ ମୂର୍ଖଟା ନିଜେ ଗୁରୁପତ୍ନୀ ଗୌତମ ଭାର୍ଯ୍ୟା ହୋଇ ଆଗକୁ ଗଲା ହରଣ କାହାକୁ ଆଉ ଜଣେ ହାତ ଟେକିଲେ କହିଲେ ଚନ୍ଦ୍ରକୁ ଦେଇଦେବା ଆମ ଝିଅ ଯେତେବେଳେ ଚନ୍ଦ୍ରକୁ କହିଲେ କେଇ ଜଣ ଚାରିଟା ମାରିଦେଲେ କିନ୍ତୁ ଜଣିଏ ଠିଆ ହେଲା କହିଲା ନା ଚନ୍ଦ୍ର ବି ଆମ ଝିଅ କେହି ଯୋଗ୍ୟ ନୁହେଁ କାରଣ ଉଦୟାଚଳ ସଂଯୋଗ ସେଇ ଅନୁଷ୍ଠାନ କହିଥିଲା କାଲି ରୁକ୍ମିଣୀ ପ୍ରଳୟ ପ୍ରଥମ ଭାଗରେ ଆଜ୍ଞା ମନା କରିଦେଲେ ମୋ ଦ୍ୱାରା ହବନି ହତ୍ୟା କରିବ ତାର ଠିକ ଲାଗୁ କହିଛନ୍ତି ନା ନାଇଁ କହିଲାନି ଆଉ ଦ୍ୱିତୀୟ ଜାଗାରେ ଆସିଲେ ମୁଁ ତ ସେ ଜାଗାରେ ଯାଇପାରିବିନି ଚତୁର୍ଥ ସ୍ଥାନ ଜାଗେ ଏଇ ନିଗମ ବନିତାର ସବୁ ଗାଈ କଣ ଗାଆନ୍ତି ଦି ଚାରିପଦ ଗାଇକି 14 ଅକ୍ଷରେ ରୁକ୍ମିଣୀ ପରିଣ ସଭା କାରଣ ଏ ପାଲାବାଲା ମାନେ ଛାନ୍ଦ ଶିଖି ନାହାନ୍ତି ରୁକ୍ମିଣୀ ପରିଣୟ ସୁଭଦ୍ରା ପରିଣୟ ବିଲ୍ବ ମଙ୍ଗଳ ଗଛ ଦେବଯାନୀ ପ୍ରଭାସ ଯଜ୍ଞ କୀଚକବଧ ନୈଷଧ ଇନ୍ଦୁରେଖା ଇତ୍ୟାଦି ଆଉ 6ଟା ଯାକ କାବ୍ୟ ଆଜିକାଲି ଯଦି ଆଙ୍ଗୁଠି ମାରିବେ ସେତେବେଳର ଗାୟକ ଭଳି ଆମେ ଗାୟକ ମାନେ ଆଜି ବଳିଷ୍ଠ এইଥିପାଇଁ ପାଲାର ମାନ୍ୟତା ହ୍ରାସ ପାଇଗଲାଣି ଆପଣମାନେ ପାଲାଠୁ ଦୂରେଇ ଯାଉଛନ୍ତି ସେଥିପାଇଁ ଦାୟୀ କିଏ ନା ଆମେ ଗାୟକ ମାନେ କାରଣ ଆମେ ବସିଲୁ ନେଇ 14 ଅକ୍ଷରୀ ଭାଗବତ ନବାକ୍ଷରୀ ଛନ୍ଦ ଚାରିପଦ ଗୀତା ନାଳିକା ବିଧାନ ପାଲା କିନ୍ତୁ ପାଲାର ପଛରାଙ୍କୁ ଜଣା ନାହିଁ ଉତ୍ତର ଦେଲେ ଆପଣମାନଙ୍କର ଜଣେ କବି ଯଦୁମଣି ମହାପାତ୍ର କହିଲେ ଚନ୍ଦ୍ରବାହା ହବନି କାରଣ
উদয়া জল সর্বভূ জনিয়ে উত্তর দেলে বলে না চন্দ্র বাহাই পাইবনি না দয়া চল সংযোগু রক্তিমরান ছনা যোগু লজ্জাতবি কঞ্জাতবি কন্তক ধরে মানে ଆମ ଝିଅ ରୁକ୍ମିଣୀଟା ହେଲା ବୋରି ଆଜ୍ଞା ଚନ୍ଦ୍ର ଉଦୟାଚଳ ବୋଲେ ପୂର୍ବ ଦିଗରେ ଉଦୟ ହେଲା ବେଳେ ସୁନ୍ଦର ଯେତେବେଳେ ଅସ୍ତାଚଳକୁ ଚନ୍ଦ୍ର ଯାଏ ତା ଦେହରେ କଳଙ୍କ ବୋଲେ ପରାଗ୍ରାସ କରେ ଆଜ୍ଞା 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 ଯେମିତି ଅରଣ୍ୟରେ ବଡ଼ ବଡ଼ିଆ କାଇଁଚ ମାରି ଦେଖିଥିବେ ଆପଣମାନେ ଉପରଟା ହଉଛି ନାଲି ତଳଟା ହଉଛି କଳା ତେଣୁ ଗୋଟେ ପାଣ୍ଡୁର ବର୍ଣ୍ଣ ଦେଖାଯାଏ ତେଣୁ ହେ ମଣିମା ଏଡେ ବଡ ଝିଅଟାକୁ ଏଡେ ସୁନ୍ଦରୀ ଝିଅକୁ ଗୋଟେ ପାଣ୍ଡୁରା ସାଙ୍ଗରେ ବାହାରବା ନାଇଁ ହବନି ବସିଛନ୍ତି ରାଜା ବିଷ୍ଣୁ ଆଜ୍ଞା ବୋଲେ ତାହେଲେ କାହାକୁ ଦବା ଆଉ ଜଣେ ହାତ ଟେକି ବରୁଣ ଆଚ୍ଛା ଆଚ୍ଛା ବହିରେ ଲେଖା ହେଇଛି ବରୁଣ ଆମ ଝିଅକୁ ବରୁଣକୁ ଦେବା बोला ये जोड़ो राजो बोलो दे मिट्टी को सुखाई बेले घाँ घाँ गर्जन आम झील टी शांति शोई पार हेनी बनुरा आउ जड़े ठिया उत्तर देली शिव हेले महादेव बढ़िया हम जड़े ठिया हेले कूल पुरोहित कहले चंद्र बाहा पारानी बिही बिहिति जन्म से तमे चंद्रवंशी राजा चंद्र हम बुढ़ा बापा बोले जेजे बापा ये हम नाती जेपा नातुनी टी रहस्य हो पार इंगित हो पार आप बाहागर हम सी कर शिव ना
ଆଚ୍ଛା ତାଙ୍କର ଡିଫେକ୍ଟ କଣ କହିବା? ଶିବକୁ ଆମ ଝିଅ ରୁକ୍ମିଣୀ ପାଇଁ ଶିବ ବି ଯୋଗ୍ୟ ନୁହଁ। କାହିଁକି ନୁହଁ? କାହିଁକି ନୁହଁ? ଶୁଣ ଦଇତାରି ଉତ୍ତର ଦେଲେ ନା ପୁର ଭାଗ ହେବ ସତୀ ଶିଳା କରିଲେ ଧୃତଟି ଶିଳା କରିଲେ ଧୃତଟି ଶିଳା କରିଲେ ଧୃତଟି ପୁର ଭାଗ ହେବ ସତୀ ଶିଳା କରିଲେ ଧୃତଟି ଶିଳା କରିଲେ ଧୃତଟି ଶିଳା କରିଲେ ଧୃତଟି ସେଆକୁ ମୋର ପାଶେ କରିଲେ ସନ୍ଧିକେ ବାବୁରେ ଘରେ ଘରେ ପାଣି ଟିକେ ବେଶୀ କାଟିଲେ କାହିଁକି ନା 4 ଦିନ ଭିତରେ ଆଜି ବଢିଆ ମଟନ ଟିକେ ହେଇଥିଲା। ମୁଁ लाइक करें डायबिटीज शेयर करें सब्सक्राइब करें। मटन खाଇବା ଲୋକ ନୁହଁ। ଆଜ୍ଞା